ରାକ୍ଷୀ ପୂର୍ଣ୍ଣିମାରେ ଦେଖାଯିବ ବିରଳ ଘଟଣା। ବଦଳିଯିବ ଆକାଶରେ ଜହ୍ନ। ମହାଆକାଶ ପ୍ରତି ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଖୁସି ଖବର। କାରଣ ଅଗଷ୍ଟ 19ରେ ଆକାଶରେ ଜହ୍ନ ବଦଳିଯିବ। ତୋଫା ଜହ୍ନ ନୀଳ ପଡ଼ିଯିବ। ଅର୍ଥାତ୍ ଆକାଶରେ ବ୍ଲୁ ମୁନ୍ ବି ନୀଳ ଜହ୍ନ ଦେଖାଯିବ। ତେବେ ବ୍ଲୁ ମୁନ୍ କ'ଣ ଓ ଏହାର ପଛର ବୈଜ୍ଞାନିକ କାରଣ କ'ଣ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ପ୍ଲିଜ୍ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ପୃଥିବୀ ଚାରିପଟେ ଘୁରୁଥିବା ବେଳେ ଚନ୍ଦ୍ର ବେଳେ ବେଳେ ପୃଥିବୀର ନିକଟତର ହୋଇଥାଏ। ପୁଣି ବେଳେ ବେଳେ ଏହା ପୃଥିବୀଠାରୁ ଦୂରେଇ ଯାଇଥାଏ। ଯେତେବେଳେ ଏହା ପୃଥିବୀର ଅଧିକ ନିକଟବର୍ତ୍ତୀ ହୋଇଯାଏ ସେତେବେଳେ ଚନ୍ଦ୍ର 30% ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ। ତାହାକୁ ମଧ୍ୟ ସୁପରମୁନ୍ କୁହାଯାଏ। ଅନ୍ୟପକ୍ଷରେ ନୀଳ ଜହ୍ନ ବା ବ୍ଲୁ ମୁନ୍ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ 2ଟି ପୂର୍ଣ୍ଣିମା ମାଡ଼ିଲେ କିମ୍ବା ଗୋଟିଏ ଋତୁରେ 4ଟି ପୂର୍ଣ୍ଣିମା ମାଡ଼ିଲେ ତିନିୟ ପୂର୍ଣ୍ଣିମାକୁ ନୀଳ ଜହ୍ନ କୁହାଯାଏ। ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନୀଳିଆ ଦେଖାଯିବା ନୁହେଁ। କହି ରଖୁଛୁ କି ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ୱ ନାହିଁ। ନାସା ଅନୁଯାୟୀ ଶେଷ ବ୍ଲୁ ମୁନ୍ 2023 ଅଗଷ୍ଟ 30ରେ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ୍ ମେ 31, 2026ରେ ଦେଖାଯିବ। ସେ ନେଇ ବୈଜ୍ଞାନିକମାନେ କହିଛନ୍ତି। ତ ଭିଡ଼ିଓ ଭଲ ଲାଗିଲା ତ ଭିଡ଼ିଓକୁ ଲାଇକ୍ ସେୟାର କରିଦିଅ। ଚ୍ୟାନେଲ ନୂଆ ଅଛି ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ।